ମା। ଗପର ନାଁ ହଉଛି ହିତ ଅହିତ। ରଙ୍ଗପୁରରେ ବାସୁଦେବ ନାମକ ଜଣେ ଧନୀ ଲୋକ ଥାଏ। ସେ ସମୁଦ୍ରରେ ବାଣିଜ୍ୟ କରି ବହୁତ ଉପାର୍ଜନ କଲା ଓ ନିଜ ଗାଁରେ ବହୁତ ବାଗ ବଗିଚା ଓ ଜମିବାଡି କିଣିଲା। ସେହି ଗାଁରେ ଶଙ୍କର ନାମରେ ଜଣେ ଲୋକ ଥିଲା। ସେ ମଧ୍ୟ ବାସୁଦେବ ପରି ବାଣିଜ୍ୟ ବ୍ୟବସାୟ କରିଥିଲା, କିନ୍ତୁ ସବୁଥିରେ କ୍ଷତି ସହିଲା। ତେଣୁ ବାସୁଦେବର ଉନ୍ନତିରେ ସେ ଈର୍ଷାରେ ଜଳିଯାଏ। ସବୁଦିନ ସନ୍ଧ୍ୟାରେ ଗାଁ ଚୌପାଢିରେ ସଭା ହୁଏ। ଥରେ ବାସୁଦେବ ପ୍ରସ୍ତାବ କଲା, ଆମର ଜମିଦାର ଆମଠୁ କର ଆଦାୟ କରୁଛନ୍ତି ସିନା, ଆମର କଷ୍ଟ ଦେଖି ନାହାନ୍ତି। ପ୍ରତିବର୍ଷ ବନ୍ୟାରେ ଅନେକ ଫସଲ ନଷ୍ଟ ହେଉଛି। ନଈରେ ଯଦି ପଥର ବଦ୍ଧ ହୁଅନ୍ତା, ତେବେ ଅନେକ ଜମି ବନ୍ୟା ଦାଉରୁ ରକ୍ଷା ପାଆନ୍ତେ। ସେଥିପାଇଁ ମୁଁ ଅଧେ ଟଙ୍କା ଦେଉଛି, ଆଉ ଅଧେ ଆପଣମାନେ ମିଳିମିଶି ଦିଅନ୍ତୁ। ସମସ୍ତେ ଏକଥା ଶୁଣି ଖୁସି ହେଲେ ଓ ଟଙ୍କା ଦେବା ପାଇଁ ରାଜି ହେଇଗଲେ। ଶଙ୍କର ଏକଥା ଶୁଣି ଗ୍ରାମବାସୀଙ୍କୁ ଫୁସୁଲେଇଲା କି ବାସୁଦେବ ନିଜ ଜମି ଭଲ କରିବା ପାଇଁ ଟଙ୍କା ଉଠାଉଛି। ବନ୍ୟା କଣ କେବେ ବନ୍ଦ ହେବ? ଏସବୁ ଶୁଣି ଲୋକେ ଆଉ ବାସୁଦେବକୁ ଟଙ୍କା ଦେଲେ ନାହିଁ ବା କୌଣସି ପ୍ରକାର ସହଯୋଗ ମଧ୍ୟ କଲେ ନାହିଁ। କିଛି ଦିନ ପରେ ପୁଣି ବାସୁଦେବ ଏକ ପ୍ରସ୍ତାବ ଦେଲା। ସେ କହିଲା, ଦେଖନ୍ତୁ, ଗ୍ରାମ ପାଖରେ ଯେଉଁ ନଦୀଟି ଅଛି, ତା ଉପରେ ଛୋଟ ପୋଲଟିଏ କଲେ ଆମର ଯିବା ଆସିବାକୁ ବହୁତ ସୁବିଧା ହେବ। ମୁଁ 3/4 ଟଙ୍କା ଦେବି, ଆପଣମାନେ ବଳକା ଟଙ୍କା ଯୋଗାଡ଼ କରନ୍ତୁ। ସମସ୍ତେ ଖୁସି ହୋଇ ହଁ କହିଲେ। ଏକଥା ଶୁଣି ଶଙ୍କର ପୁଣି ସେମାନଙ୍କୁ କୁଶିକ୍ଷା ଦେଲା ଯେ, ପୋଲ ହେଲେ ତ ସବୁ ଗାଁର ଲୋକେ ଯିବେ ଆସିବେ, ଆମର ଅଧିକା କଣ ଲାଭ ହେବ? ଆମେ କାହିଁକି ପଇସା ଦେବା? ବାସ୍, ସେଉଠୁ ପ୍ରସ୍ତାବଟିର ଇତି ହେଇଗଲା। ପୁଣି କିଛି ଦିନ ପରେ ବାସୁଦେବ କହିଲା, ଗାଁ ବାହାରେ ମୋର ଗୋଟିଏ ଜଙ୍ଗଲ ଅଛି। ଯଦି କିଏ ତାକୁ ଜଳାଇ କୋଇଲା ତିଆରି କରେ, ତେବେ ମୋର କିଛି ଆପତ୍ତି ନାହିଁ। ଲୋକମାନେ ମାଗଣା କୋଇଲା ପାଇବା ପାଇଁ ଖୁସି ହୋଇ ଚାଲିଲେ ଓ ବଣରେ ନିଆଁ ଧରାଇଲେ। ପବନରେ ନିଆଁ ଉଡ଼ି ଆସି ଗ୍ରାମର କେତେକ ଘର ପୋଡ଼ିଲା। ସୁଯୋଗ ପାଇ ଗ୍ରାମବାସୀଙ୍କୁ ରଗେଇଲା। ସେମାନେ ଯାଇ ବାସୁଦେବ ପାଖରେ ଆପତ୍ତି କଲେ ଓ କ୍ଷତିପୂରଣ ପାଇଁ ଦାବି କଲେ। ସମସ୍ତଙ୍କୁ ଗାଳି ଦେଇ କହିଲା, ମୁଁ ଯେତେବେଳେ ଭଲ କାମ କରିବାକୁ କହୁଥିଲି, ସେତେବେଳେ ସେସବୁ ତୁମ ମନ ଭିତରେ ପଶୁ ନଥିଲା। ତମେ କୌଣସି ଦୁଷ୍ଟ ଲୋକ କଥାରେ ପଡ଼ି ସବୁ ବନ୍ଦ କଲ। କିନ୍ତୁ ଏଥର ମୁଁ ନିହାତି ବାଜେ ପ୍ରସ୍ତାବଟିଏ ଦେଲି, ଅଥଚ ତମେ କାହାକୁ ନ ପଚାରି ତ ବେଶ କାମକୁ ଡେଇଁ ପଡ଼ିଲ। ବାସ୍, ବର୍ତ୍ତମାନ ଫଳ ଭୋଗ କର। ଏକଥା ଶୁଣି ଗାଁ ବାଲା ମାନେ ଲଜ୍ଜାରେ ମୁଣ୍ଡ ତଳକୁ କରି ସେଠାରୁ ଚାଲିଗଲେ। ବାସୁଦେବଙ୍କ ଜଙ୍ଗଲ ବିନା ପଇସାରେ ସଫା ହେଇଗଲା। ସେ ସେଠାରେ ଗୋଟିଏ ନଡିଆ ବଗିଚା କଲେ। Ma. Thank you, Alarover.